ଭାରତୀୟ ଜନତା ପାର୍ଟି ସରକାର ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟବସ୍ଥିତ କରିବା ପାଇଁ ସମସ୍ତଙ୍କର ସହଯୋଗରେ ସମସ୍ତ ସେବାୟତଙ୍କ ଠାରୁ ଆରମ୍ଭ କରିକି ସାଧାରଣ ଜନତାଙ୍କର ସହଯୋଗରେ ଭରପୁର ପ୍ରୟାସ କରିଛି। ରଥଯାତ୍ରାରେ ଆଜି ଦିନରେ ଭିଡ଼ ମଧ୍ୟ ବହୁତ ବଢୁଛି। ସେ କାରଣରୁ କିଛି ଅସ୍ୱାଭାବିକ ଘଟଣା ମଧ୍ୟ ଘଟିଛି। ସରକାର ସେ ନେଇ ଚିନ୍ତିତ ଅଛନ୍ତି ଏବଂ ଭବିଷ୍ୟତରେ ଏ ଘଟଣା ଆଉ କେମିତି ନ ଘଟିବ ସେ ଦୃଷ୍ଟିରୁ ମଧ୍ୟ ପ୍ରୟାସରତ ଅଛନ୍ତି ଏବଂ ଯାହାଙ୍କର ଦେହାନ୍ତ ହେଇଛି, ପରିସ୍ଥିତିରେ ଦେହାନ୍ତ ହେଇଛି, କଣ ତାର କାରଣ, ଏ ସବୁ ଉପରେ ମଧ୍ୟ ପୋଷ୍ଟମର୍ଟମ ରିପୋର୍ଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଷୟ ନେଇକରି ଇନକ୍ୱାରି ମଧ୍ୟ କରୁଛନ୍ତି। କିନ୍ତୁ ବିଜୁ ଜନତା ଦଳ ଜଗନ୍ନାଥଙ୍କର ରଥଯାତ୍ରାକୁ ନେଇ ଯୋଉ ରାଜନୀତି ଆରମ୍ଭ କରୁଛି ସେ ରାଜନୀତି ଅତ୍ୟନ୍ତ ଘୃଣ୍ୟ। ଇଏ ହଉଛି ସେଇ ବିଜୁ ଜନତା ଦଳ ଯୋଉ ବିଜୁ ଜନତା ଦଳ ରଥଯାତ୍ରା ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲା, ସବୁ ପ୍ରକାର ପ୍ରୟାସ କରିଥିଲା ଏବଂ ଭାରତୀୟ ଜନତା ପାର୍ଟିର କେନ୍ଦ୍ର ସରକାର ଏବଂ ମାନ୍ୟବର କୋର୍ଟଙ୍କର କାରଣରୁ ରଥଯାତ୍ରା କୋଭିଡ ସମୟରେ ସମ୍ଭବ ହୋଇଥିଲା। ଆଉ ଯଦି କମିଶନ କଥା ଦେଖିବା ବିଜୁ ଜନତା ଦଳ ସମୟର, ତାହେଲେ 24 ବର୍ଷର ଶାସନ କାଳ ଭିତରେ ସେ 24ଟା କମିଶନ ବସେଇଥିଲେ ବିଭିନ୍ନ ବିଷୟ ନେଇ। କୌଣସି ଗୋଟିଏ କମିଶନର ରିପୋର୍ଟ ଆଜି ପର୍ଯ୍ୟନ୍ତ ବିଜୁ ଜନତା ଦଳ ସରକାର ନା ବିଧାନସଭାରେ ଉପସ୍ଥାପିତ କରିଥିଲେ, ନା ସାର୍ବଜନୀନ କରିଥିଲେ, ନା କମିଶନ ଆଧାରରେ କାହାରି ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ତେଣୁ ତାଙ୍କୁ କମିଶନ କଥା କହିବା ମତେ ଲାଗୁଛି କୌଣସି ଅଧିକାର ନାହିଁ ବିଜୁ ଜନତା ଦଳକୁ। ଆଉ ଗୋଟିଏ ଘଟଣା ମଧ୍ୟ ମୁଁ ମନେ ପକାଉଛି। ବିଜୁ ବାବୁଙ୍କର ସରକାର ଥାଏ 1993 ମସିହାରେ ନାଗାର୍ଜୁନ ବେଶରେ ଦଳା ଚକଟା ହେଇଥିଲା, 6 ଜଣ ଶ୍ରଦ୍ଧାଳୁଙ୍କର ଦେହାନ୍ତ ହେଇଥିଲା। ସେ ସମୟରେ ମଧ୍ୟ କମିଶନ ବସିଥିଲା। କମିଶନର ରିପୋର୍ଟ ଆସିଲା, କମିଶନର ରିପୋର୍ଟକୁ କୁହାଗଲା ଯେ ହଜିଗଲା ଏବଂ ତାକୁ ଖୋଜିବା ପାଇଁ 2006 ମସିହାରେ ମଧ୍ୟ ଜଷ୍ଟିସ ପିକେ ମହାନ୍ତି କମିଶନ ବସିଥିଲା। ତ ସେ କମିଶନ ରିପୋର୍ଟ ମଧ୍ୟ ଓଡ଼ିଶାବାସୀ ଜାଣିପାରିଲେ ନାହିଁ। ତେଣୁ ଏ କମିଶନ କଥା କହିକରି ବିଜୁ ଜନତା ଦଳ ଏ ପ୍ରକାର ନାଟକ କରିବା, ଏ ପ୍ରକାର ରାଜନୀତି କରିବା ବନ୍ଦ କର।